तो हाय गाइस आपण माने केमते अछंती आशा करछु समस्त भला थिबे। नमस्कार। आउ मु एबे गोटे मजा कथा कहूची। मु एठी हम बुझे करिची आउ सी मु करि सारले ताको कहिबे रे केरे बोली आउ से चिन्ही पारछे ना नाही जानिबा हला। आउ मु एठी तार बनै देइची चित्र आउ पूरा बनैनी अधा बनैची आपण माने देखै दउची। ଏଇଠି ମୁଁ ଆମ ବୁର୍ଚ୍ଚାକୁ ବନେଇଛି ଅଧା ବନେଇଛି ତ ପୁରା ବି ବନେଇଦବା। ଆଉ ସେ ଏବେ ଯାଇଛି ମାଉସୀ କତିକୁ। ଆଉ ମାଉସୀ କତିରୁ ଆସିଲେ ଦେଖିବ ତା ଚିତ୍ର ହେଇଛି ବୋଲି। ଦେଖିବା ଯାଉଛି ନା ନାଇଁ ତ ସିଏ ଆସିଲେ ମୁଁ ଆପଣଙ୍କୁ ସିଏ ଆସିଲେ ଦେଖିବା ଆଉ ସେ କଣ କହୁଛି ଏଟା କିଏଟା ବୋଲି। ମୁଁ ଆସିକି ତାକୁ ଦେଖେଇବି ପଚାରିବି ଏଟା କିଏଟା କହ ଟିକେ। ଆଉ ଏଇଠି ଗଲା କେତେ ପିଆଜ କାଟୁଥିଲି ତ ହାତ ବି କଟିଗଲା। ଆଉ ଏଇଠି କଟିଗଲା ଭଲ ହେଇଯାଇଛି ନା। ଆଉ ଏଇଠି କଟିଗଲା। ଆଉ ତାପରେ ଏଇଠି ଆଉ ଥରେ ଘା ହେଇଗଲା ମୋର ଖଣ୍ଡିଆ ହେଇଗଲା ମାନେ ଫୁଲି ଯାଇଛି ହାତଟା। ଯାହା ବି ହଉ ଯେମିତି ହଉଛି ହଉ ଆଉ କଣ କରିବା। କାମ କରିବାକୁ ପଳେଇ ଆସିଛୁ ଆଉ। ଆଉ ଏଇଠି କେହି ବି ନାହାନ୍ତି କାହାକୁ କଣ କହିବା ଦୁଃଖ କଥା କି ସୁଖ କଥା। ଆଉ ମୁଁ ଏବେ କରୁଛି ଫୁଲ କଲେ ବୁଝାକୁ କହିବି ଦେଖିବା ସିଏ କଣ କହୁଛି ଆଉ ଏଇଟା କିଏଟା ବୋଲି ଆଉ। ମତେ ତ ବହୁତ ମଜା ଲାଗିଲାଣି ତାର ଦେଖିକି ଚିତ୍ର। ଆଉ ମୁଁ ବହୁତ ସାରା ଚିତ୍ର କରୁଛି ସେପଟେ ବହୁତ ସାରା ନାହିଁ। ସେଠି ମୁଁ କିଛି ଚିତ୍ର କରିଛି ଆଉ ଘର ସବୁ କରିଛି। ସେଟା ପରେ ଦେଖେଇବି ଆଗେ ମୁଁ ତାର ଚିତ୍ରରେ କରିଦିଏ ସିଏ ଆସିଲେ ତ ଯେମିତି ଦେଖିବ। ତ ବୁର୍ଚ୍ଛା ଆମର ଆସିଯାଇଛି। ବୁର୍ଚ୍ଛା ଗୋଟେ ଜିନିଷ ଦେଖେଇବାର ଅଛି। ତ ମାଉସୀ ବି ଆମର ଆସିଯାଇଛନ୍ତି ସାର୍ଟ ସିଲେଇ କରିବାକୁ ଯାଇଥିଲେ। ଆମର ଗୋଟେ ଗାଡି ଆସିଛି 190 କେତେ 190,000 ନା ସେଟା ଲକ୍ଷେ କି ଗାଡିଟା ଆଉଥରେ କୁହ କି ଗାଡିଟା ହିରୋ ହୋଣ୍ଡା 125 ଟା 125 ଟା। ମାଉସୀ ତମେ କେମିତି ଜାଣିଲ କୁହ? ଆମ ଘର ପାଖରେ ଜଣେ ଆଣିଛନ୍ତି ଜଣେ ଆଣିଛନ୍ତି ତମେ ଦେଖିଦେଲ ବୋଲି ଆମର ବି ଆଣିଛୁ ତାର କାପାସିଟି ଦେଖିବାର କଥା। ଆମର ଆଣିଛୁ ଗୋଟେ 180 ଗାଡି କାପାସିଟି ଦେଖିକିରି ନା ଆଉ କେତେ ତାର କାପାସିଟି କେତେ ରନିଂ ସେ କରିବ କେତେ ପାଠ ସେଇଟା ଦେଖିକି କଣ ଝଗଡ଼ା ହେଇଗଲା। ଆଉ ଗାଡି ଭାଇ କାହିଁ ଆମେ ଅନ୍ୟଙ୍କ ବାଇକରେ ବି ଯେମିତି ଆମେ ଝଗଡ଼ା ହବା କିଛି ନାହିଁ ମୁଁ ତାଙ୍କର ମୋ ସାଙ୍ଗର କିଛି ତ ବୁର୍ଚ୍ଛା এইটা কিଏ କହ ଚାଲ ପାଖ ଚାଲ ଏଟା କିଏ କହ ଅନା ଟିକେ ଅନା। ହଁ ଶୁଣୁଛୁ ଆଉ ଏଇଟା କିଏ? ଏଇଟା ମୁଁ ଖାଇଲା ବେଳେ ଉଠେଇଥିଲି ନା। ଖାଇଲା ବେଳେ ଜାଣିପାରିଲାନି। बुढ़ी चूहा ऐसा मुझे से एक्शन करो ये एक्शन का करो मेरे साथ क्या हो रही है भगवान ମୁଁ କହୁଛି ମଝିରେ ତମେ କଲର ବସିଛି ରିଆକ୍ସନ ଦେଖୁନି ଭଲ ରିଆକ୍ସନଟା ହଁ କର ନା ରିଆକ୍ସନଟା କର। ଏଟା ଏମିତି କରୁଛି ଏଟା ଏମିତି ବସିବେ ଏମିତି ହଁ ଏମିତି ହାତଟା ଏଇଠି ଦେଇଛୁ ହସୁଛୁ ନା ଆର ହାତ ଏଇ ହାତଟା ବାଁ ହାତଟା ହଁ ହଁ ସେ ଶୋଇ ନଥିଲା ଏଇ କାମ ଶୋଇ ଯାଇଥିଲ
କେମିତି ଲାଗିଲା ଫଟୋ କହିଛି ଫଟୋ ତ ମୋ ଚିତ୍ର କହ କହ ମୁଁ ସେପଟେ ରାତିଟା ରାତିରେ ଛୋଟ ହବ ପରା ଦିନ ବଡ ହବ ଦିନ ବଡ ହେଇଯିବ ବୋତଲ ଧରିକି ବାହାରିଲ ହେଲେ 7ଟା ହେଲେ ଯାଇ ରାତି ହବ ହଉ ଚାଲ ଯିବା ଚାଲ 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 ଡିଉଟି ଏ ଛୁଆ ପାଇଁ ପାଣି ବୋତଲ ସବୁ ଧରିକି ଆଇ ମୁଁ ନିଟା ବାହାରେ ଶୁଖେଇ ଦେଇଛି ମୁଁ ବାହାରେ ନେବି ଆଉ ତ ବୁଝା ମାଉସୀ ଆମର ଆଗରେ ଚାଲୁଛନ୍ତି ମୁଁ ମୋର ପଛରେ ଚାଲିଛି ଆଉ ସାଙ୍ଗରେ ଚାଲୁଥିଲୁ ମୋର ତ ଭୁଲା ରୋଗ ଅଛି ଆଉ ସେଥିପାଇଁ ମୁଁ ଗୋଟେ ଜିନିଷ ଭୁଲି ଯାଇଥିଲି ଆଣିବାକୁ ଆସିଲା ବେଳକୁ ମାଉସୀ ମାନେ ସେମାନେ ଆଗରେ ଚାଲିଛନ୍ତି ମାଉସୀ ମାନେ ତାଙ୍କର ଆଗରେ ଚାଲୁଛନ୍ତି ଆଉ ମୋର ତ ଆଗରେ ଭାଉଜ ଆଉ ଦିଦି ଚାଲୁଛନ୍ତି ମୁଁ ମୋର ଏଇ ପଛରେ ଚାଲୁଛି ତ ମୁଁ ମୋର ପହଞ୍ଚିଗଲି ପୁରା ଫୁଡ କୋର୍ଟକୁ ଦିଦି ଆମର ଭିତରେ ଅଛନ୍ତି ସେମାନେ ଆଗରେ ପଳେଇ ଆସିଲେ ମୁଁ ପଛରେ ପଳେଇ ଆସିଲି ଆଉ 2 ଜଣ ସେମାନେ ପଳେଇଲେଣି ସେପଟକୁ ତ ମୁଁ ଯାଉଛି ନା ଭିତରକୁ ମୋର ଅନେଇଥିଲେ ଭିତରୁ ସେଠି ଲେଖା ଲେଖି କରୁଛନ୍ତି ଭାଇମାନେ ତ ଏଇଠି ମୁଁ ଏଇନା ଯାଉନି ତ ମୁଁ ମୋର ପହଞ୍ଚି ଯାଇଛି ଫୁଡ କୋର୍ଟକୁ ଆଉ ପିଆଜ କାଟିବା ହେଇନା ଆଉ କଣ କରିବା ପିଆଜ କାଟିବା ଆଉ ଆଜି ଦୋସା ବାଲା ଆସୁନି ଦିଲ୍ଲୀ ହିଁ ଆସୁନି ସିଏ ଆସିଲେ ମୋର ଟିକେ ଫ୍ରି ହେଇଯାଉଛି ହଉ ଆଉ ଏଇନା ଟିକେ କାମ କରିବା ଆଉ ତ ସରିଯାଇଛି ଆମର କାମ ଫାମ ଆମେ ଏଇନା ଖାଇବା ମାମୁଁ ମୋ ପାଇଁ ଚିକେନ ଫ୍ରାଏ ରାଇସ୍ କରିଦେଇଛନ୍ତି କାହିଁକି ନା ମୁଁ ବି କରିପାରିବି କିନ୍ତୁ ସେମାନେ ଟିକେ କଲେ ଟେଷ୍ଟ ଲାଗେ ତ ସେଥିପାଇଁ ମୁଁ ନା ମାମୁଁ କରିଦେଇଛନ୍ତି ମାନେ କାଢିକି ଖାଇବି ଚିକେନ ଫ୍ରାଇଡ୍ ରାଇସ୍ ମାମୁଁ କଲେ ଟିକେ ଅଧିକ ଟେଷ୍ଟ ଲାଗେ ସେଥିପାଇଁ ମୁଁ ଟିକେ କହିଲି ମାମୁଁଙ୍କୁ କରିବାକୁ ମାମୁଁ କହୁଥିଲେ ନିଜେ କରିକି ଖା ନିଜେ କଲେ ଟିକେ ଅଲଗା ଟେଷ୍ଟ ନା ଆଉ ମାମୁଁ ସେମାନେ ତ କରନ୍ତି ତ ଅଧିକ ଟେଷ୍ଟ ଲାଗେ ଆମର ବାହାରେ ପୁରା ରେଡି ହେଇଯାଇଛି ପୁରା ମୁଁ ଚିକେନ ଫ୍ରାଇଡ୍ ରାଇସ୍ ନେଇ ଆସିଲି ଏଇନା ଖାଲି ଖାଇବା ବାକି ଅଛି ଆଉ ମାମୁଁ ଆସିଛନ୍ତି କାମ କରିବାକୁ ମୁଁ ଯାଉଛି ଖାଇବାକୁ ଆମେ ଏଇନା ଖାଇବୁ ଚିକେନ ଫ୍ରାଇଡ୍ ରାଇସ୍ ଆସିଯାଇଛି ଏଠି ଦିଦି ଆମର ଖାଉଛନ୍ତି ସାଧା ଭାତ କୋବି ତରକାରୀ ଡାଲି ତରକାରୀ ଆମେ ଏଇନା ଖାଇବୁ ଆଉ ଖାଇବାକୁ ବସିଛୁ ଖାଇବାରେ ଟିକେ ଟେଷ୍ଟ ଲାଗୁନି ମୁଁ ଯାଉଛି ପିଆଜ କାଟିକି ଆଣିବି ପିଆଜ ବିନା ଖାଇବାକୁ ହଉନି ଖାଇ ହଉନି ଲେମ୍ବୁ ବି ଆମର ନାହିଁ ଲେମ୍ବୁ ପିଆଜ ଟିକେ ଦେଇକି ପୁରା ଟେଷ୍ଟି ଲାଗେ ତ ମୁଁ ଏଇନା ପିଆଜ କାଟିବି ପିଆଜ ଆମର ପୁରା ଏଇଠି ରେଡି ହେଇକି ଅଛି ବହୁତ ସାରା ପିଆଜ ଅଛି ଆଜି ନହେଲେ ମତେ ଆଣିବାକୁ ପଠାନ୍ତି କ୍ୟାଣ୍ଟିନକୁ ଆଜି ଡାଲି ଆଣିବାକୁ ଯାଇଥିଲି ତ ଭଲ ଦେଖିକି ଗୋଟେ ନେଇଯିବା ତ ଏଇଟା ଆମର ନୂଆ ଆମାଟା କଣ କେମିତି କାମ କରିବେ ଜାଣିପାରୁନାହାନ୍ତି ଆଉ ମତେ ପଚାରୁଛନ୍ତି କେମିତି କାମ କରିବି ଆଉ ଆର ଆମାଟା ଜାଣିଛନ୍ତି ନା ଏଇ ଆମାଟା ଜାଣିନାହାନ୍ତି ତାଙ୍କୁ ଟିକେ କାମ ବତେଇ ଦେଇକି ପିଆଜ କାଟିକି ପଳେଇ ଆସିଲି ଖାଇବି ବୋଲି ଆଉ ଦିଦି ତ ଆମର ବସିକି ଖାଉଛନ୍ତି ଚିକେନ ଫ୍ରାଇଡ୍ ରାଇସ୍ରେ ମୋର ପିଆଜ ଆସିଯାଇଛି ଏବେ ଖାଇବାକୁ ଷ୍ଟାର୍ଟ କରିବା ଆଉ ତ ଆମେ ଏଇନା ଖାଇସାରିଛୁ ଆଉ ଏଇନା ଯିବା ଆଉ ଦିଦି ଆମର କାମ ସାରିଲେଣି ବାହାରି ସାରିକି ଆମେ ଯିବୁ ଚିକେନ ଫ୍ରାଇଡ୍ ରାଇସ୍ ହାଫ୍ ଆଉ ତରକାରୀ ନେଇକି ଯାଉଛି ମୁଁ ଥଣ୍ଡା ଧରିଦେଲାଣି ମତେ
ତ ମୋ ରଙ୍ଗୀନ ରଙ୍ଗୀନ ଲାଇଟ୍ ମୋତେ ବଢ଼ିଆ ଲାଗେ। ସେ ପାଖରେ ଛିଡ଼ା ହେଲେ ଯେଉଁ ଲାଇଟ୍ ହୁଏ ନା ମୁହଁରେ ପୁରା ବଢ଼ିଆ ଲାଗେ। ଅଫ୍ କରିଦେବା ଲାଇଟ୍। ତ ଲାଇଟ୍ ସବୁ ମୁଁ ଅଫ୍ କରିଦେଲି, ଖାଲି ଏଇ ଲାଇଟ୍ ନାହିଁ ଥାଏ। ଆମେ ଏଇନା ଯାଉଛୁ, ଦିଦି ଆମର ଅଛନ୍ତି ପଛରେ, ତାଙ୍କୁ ତ ଜଗିବାକୁ ପଡ଼ିବ। ଚେୟାରଟା ଆମ ସାର୍ ବସିଥିଲେ, ତ ରଖିଦେଇକି ଯିବାକୁ ପଡ଼ିବ ଆମକୁ। ତ ମୁଁ ଏଇନା ଯାଉଛି ରଖିବାକୁ। ତ ଦେଖିଆ ଆମର କ'ଣ କରୁଛି। ତ ଆଜି ପୁରା ଶୋଇରେ ଶୋଇପଡ଼ିଛି ଆଉ। ବୁଢ଼ୀ ଚିକେନ୍ ଫ୍ରାଇଡ୍ ରାଇସ୍ ଆଣିଥିଲି ତୋ ପାଇଁ, ଖାଇବୁ ନା ନାହିଁ? ହଁ ଖାଇବନି ଯଦି ଖାଇବନି, ଆଉ କ'ଣ କରିବା। ଅଛି ଆଉ। ହଉ ମୁଁ ତ ରୁମ୍ ପହଞ୍ଚି ଗଲିଣି। ଆମର ତ ଶୋଇପଡ଼ିଛନ୍ତି, ମୁଁ ବି ଶୋଇବି ଆଉ। ହେଇଯାଇଛି ଆଉ ସକାଳ ହେଇଗଲା ଉଠିକି ଆମର ସବୁ ପଳେଇଲେଣି, କିନ୍ତୁ ମୁଁ ତ ଲେଟ୍ରେ ଯାଏ ଆଉ। ମୁଁ ଯାଉଛି ଏଇନା ଡ୍ୟୁଟିକୁ। ଆଉ ଆଜି କ'ଣ ହେଇଛି, ବାଥରୁମ୍ରେ ମୁଁ ଗାଧେଇବି ବୋଲି ପାଣି ଚଲେଇ ଦେଇକି ଯାଇଛି। ସେ ଝିଅଟା ସରି କହିଲେ କ'ଣ ପାଇଁ ସରିଯାଏ କେଜାଣି। ମୋ ରାଗ ବି ସରିଯାଏ ସରି କହିଲେ, କାହିଁକି ନା ସିଏ ମୁଁ ବାଲ୍ଟି ନେଇ ଯାଇଥିଲି ସେଠି ପାଣି ପୁରେଇବା ପାଇଁ। ମୁଁ ଏପଟେ ଗରମ ପାଣି ଆଣିବାକୁ ଯାଇଥିଲି, ଆଉ ଆଣିଲା ବେଳକୁ ସେ ଝିଅଟା ପଶିକି ମୋ ପାଣିରେ ପୁରା ମୁହଁ ଧୋଇ ହେଉଛି ଆଉ ଚକ ଗୋରା ହେଉଛି। ଆଉ ମୁଁ ଗଲା ବେଳକୁ କବାଟ ଲଗା ହେଇଛି। ତାପରେ ଠକ୍ ଠକ୍ କଲି, ଆଉ ସିଏ କବାଟ ଖୋଲୁନି। ମୋତେ ଲାଗିଲା ମୋ ପାଣିରେ ସେ ଗାଧଉଛି ଆଉ। ତାର କିଛି ସମୟ ପରେ କବାଟ ଖୋଲିଲା, ତାହେଲେ ମୁଁ କହୁଛି ଏଇଟା ମୋ ପାଣି। ଆଉ ତାପରେ ସେ କହୁଛି ସରିଗଲା ଆଉ। ମୋ ରାଗ, ମୁଁ କହୁଛି ହଉ 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 ଯା। ପଳେଇଲା ତେଲୁଗୁ ଝିଅଟା। ଆଉ ସେ ଏତେ ବାଥରୁମ୍ ଫାଙ୍କା ପଡ଼ିଛି, ମୋ ବାଲ୍ଟି ଯୋଉଠି ପାଣି ଫୁଲ୍ ହେଇଛି ସେ ସେଇଠି ହିଁ ଗଲା। କାମ ଧନ୍ଦା ନଥିଲା ଆଉ। ହଉ ଆଉ ମୁଁ ଏଇନା ଡ୍ୟୁଟି ଯାଉଛି। ଆଉ ଭିଡ଼ିଓଟି ଯଦି ଭଲ ଲାଗିବ, ଲାଇକ୍ ଟିକେ, କମେଣ୍ଟରେ, ସବସ୍କ୍ରାଇବ୍ ଟିକେ କରିଦେବେ। ଡ୍ୟୁଟିକୁ ଚାଲ ଯିବା, ଲେଟ୍ ହେଇଗଲାଣି ବହୁତ। ମୁଁ ଏଇନା ଡ୍ୟୁଟିକୁ ଯାଉଛି। ତ ମୁଁ ଏଇନା ବାଟରେ ଚାଲିଛି, ଆଉ ଏଇଠି ଗୋଟେ କୁକୁରଟା, ସେ ଖେଳୁଛି ନା କ'ଣ କରୁଛି ତାକୁ କିଛି ବୁଝା ପଡୁନି। ଏଇ ତାକୁ କାମୁଡ଼ିକି ଖୁଣ୍ଡିଆ କରିସାରିଲାଣି କୁକୁରଟା। ସେ ଏଣ୍ଡୁଅଟାକୁ କ'ଣ କରିସାରିଲାଣି। ସେ କୁଆଡ଼େ ଯିବ ଏଇନା? ଗଛରେ ଚଢ଼ିଗଲେ ଭଲ ହବ। ଦେଖୁନ ସେ ପୁରା ରାଗିକି ଗର। ଆଉ ମାଉସୀ ଆସୁଛନ୍ତି ଆମର ପଛରେ। ଏଠି ଆମର କୁକୁରଟା କାମୁଡ଼ି ଦଉଛନ୍ତି ଆମର ଏଣ୍ଡୁଅଟାକୁ। ଆଉ ଆଙ୍କ ପାଇଁ ମୁଁ କିଛି ଯୋଗାଡ଼ କରିବି, ତାକୁ ପଠେଇଦେବି ସେପଟକୁ। ଆଉ ଏଠି କାମୁଡ଼ୁ 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 କାମୁଡ଼ୁ। ଯା 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 ଯା। ସେ ଏଇନା ଯାଉଛି। ଗଛରେ ଚଢ଼ିଯା, ଗଛରେ ଚଢ଼ିଯା। ସଙ୍ଗୀ ସଙ୍ଗୀ ପହଞ୍ଚିଯିବ ସିଏ। ତ ସିଏ ସେଇଠି ପଶିଗଲା, ଆଉ ଇଏ ଏଇଠି ଖୋଜୁଛି। ହଁ ସେ ଆମର ଆସୁଛନ୍ତି ଆଉ। ମାଉସୀ ଆଉ ମୁଁ ଯାଉଛୁ ଡ୍ୟୁଟିକୁ। ଆଉ ସମସ୍ତେ ପଳେଇଲେଣି, ଆମେ ପଛରେ ଯାଉଛୁ ନା ମାଉସୀ। ଆମେ ତ ଲେଟ୍ରେ ଯାଉଛୁ ଆଉ, ଛାଡ଼ିକି ପଳାନ୍ତୁ। ଆସିଲା ବେଳେ କହିବେ ତମେ ଲେଟ୍ରେ ଆସୁଛ, ପଛରେ ଯାଅ। ଆମେ ଆଗରେ ଆସିଛୁ, ଆଗରେ ଯିବା। ହଉ ଆଉ କିଛି କଥା ନାହିଁ। ତ ଆମେ ରୁମ୍ରେ ଅଛୁ। ବର୍ଷା ତା ମା ସହିତ କଥା ହଉଥିଲା। ଦେଖିପାରୁନୁ?
କଣ ହେଇଗଲା? ପୁଡୁଛି ମତେ ତୁ ବା ଡେରି କରିଦେଇଛୁ କାଲି। ଗୁଡସା ତା ମା ସହିତ କଥା ହଉଥିଲା। ମୁଁ ତ 3 ମାସରେ ଥରେ ଗଲା କାଲି କଥା ହେଲି ମୋ ମା ସାଙ୍ଗର। ସେଟା ବି ପୁଣି 5 ମିନିଟ୍ ବି ହବ ନା ହବନି କେଜାଣି। ସେତେ ସମୟ କଥା ହେଲି ମୋ ମା ସାଙ୍ଗରେ। ଆଉ ସମସ୍ତଙ୍କୁ ଦେଖିଛି ଘଣ୍ଟେ 2 ଘଣ୍ଟା କଥା ହୁଅନ୍ତି, ମୁଁ ତ 5 ମିନିଟ୍। ଭଲ କଥା। ମୋ ମା ସହିତ ତ କଥା ହବାକୁ ହିଁ ଟାଇମ ନାହିଁ। ମୋ ମା ର ଟାଇମ ଅଛି ନା ମୋର ଟାଇମ ଅଛି। ଦୁଃଖ।